ବାରମ୍ବାର ରଖ। ତୋ ସ୍ତ୍ରୀ ମୁଁ ଏଇଠି ବସିବା ଭିତରେ 8-10 ଥର ଫୋନ କଲାଣି, ତୁ ତା ଫୋନ ଟା ଟିକେ ରିସିଭ କରୁନୁ। ଏଇ ଭାଇ ତମେ ଜମା ବୁଝିପାରିବନି, ଫ୍ୟାମିଲି ଭିତରେ ରହିଲେ କେତେ ଟେନସନ ତମେ ବୁଝିପାରିବନି। କଣ ବୁଝିପାରେ? ସେ 8-10 ଥର ଫୋନ କଲେ, ଖାଇବାକୁ ଫୋନ କରୁଛି କି କଣ ତାର ମେଡିସିନ ଘରେ ଦରକାର ଥିବ, ସେଥିପାଇଁ ସେ ଫୋନ କରୁଛି। ତା ଫୋନ ଟା ଉଠେଇକି କହିଦେବାର ତୋର ଅସୁବିଧା କଣ ଅଛି? ଏଇ ଭାଇ ବାପା ମାର ତମେ ହଉଛ ଗୋଟାଏ ପୁଅ, ତମେ କିଛି ବୁଝିପାରୁନ ହେଲା। ଆମେ ହଉଛୁ 4 ଭାଇ, ସେ ରଘୁଆ ଆସୁ ତାକୁ ପଚାରିବ ତାର କଣ ଟେନସନ। 4 ଭାଇ ହେଲେ ବାପର 4 ଭାଇ ହେଲେ କଣ ଟେନସନ ତାକୁ ପଚାରିଲେ ତମେ ବୁଝିପାରିବ। ତୁ ମତେ କାହାଣୀ କହନି। ସ୍ତ୍ରୀ ତୋ ସ୍ତ୍ରୀର କଣ ଅସୁବିଧା ସୁବିଧା ଥିବ, ତା ଫୋନ ଟା ଉଠେଇ କହିଦେଲେ ତୋର ଅସୁବିଧା କଣ ଅଛି? ତୁ ତ ମୋରି ଆଖି ଆଗରେ 8 ଥର କାଟି ଯାଇଲୁଣୁ। ସେ କଣ ଭାବିବ ଯେ ତୁ କୋଉ ସାଙ୍ଗସାଥି ସାଙ୍ଗରେ ବସି ମାଲ ପିଉଛୁ କଣ କରୁଛୁ? ଓହୋ, ତା ଟେନସନ ମୁଁ ବୁଝିଲେ ଆଉ ଯୋଉ 3 ଭାଇ ମୋର ଅଛନ୍ତି ସିଏ ମୋ ଠାରୁ ସାନ, ତାଙ୍କ ସ୍ତ୍ରୀ ଖବର କିଏ ବୁଝିବ? ସିଏ ସେଠୁ ସେ ଘରେ ସେ କଥା ଉଠେଇବ। ତମେ କଣ ଜାଣିଛ କହିଲ? ଗୋଟାଏ ଚଇତା ମାଧିଆ ରଘୁଆ ବା ସେ ହେଇ ରଘୁଆ ଆଉଛି, ତାକୁ ଫୋନ କରିଦେଲି। ରଘୁଆ ଆସି ପହଞ୍ଚିଲେ ତାଠାରୁ ବୁଝିବ ଫ୍ୟାମିଲି ଟେନସନ। ଚୋପାଟା ଆସିବ, ଆସି 6ଟା ହେଲାଣି ଏପର୍ଯ୍ୟନ୍ତ ଦେଖା ଦର୍ଶନ ନାହିଁ। ରଘୁଆ ଆସିବ, ତାକୁ 2 ଘଣ୍ଟା ହେଲା ଫୋନ କରି ଯାଉଛି 2 ମିନିଟ୍ ଛାଡି ପହଞ୍ଚୁଛି। ଗପା ଗପି ନାହିଁ, ତୁ ମତେ କହ ତୋର ଯଦି ସମସ୍ୟା ତୁ ମନା କରିଦୁ ନାଇଁ ଭାଇ ମୁଁ ଆଜି ଯିବିନି, ହଁ ମାରି ଦଉଛୁ। 2 ଘଣ୍ଟା ହେଲା ଆମେ ଏଠି ବଇଛୁ, କଣ ତୋର ଯିବାରେ ନାହିଁ ମନା କରିଦବୁ? ଫ୍ୟାମିଲି ଟେନସନ ଟିକେ ତାକୁ କହିଦେଲୁ ଭାଇ। ଫ୍ୟାମିଲି କଣ ତ ଜଏଣ୍ଟ ଫ୍ୟାମିଲି ତ ନୁହେଁ, ଜଏଣ୍ଟ ଫ୍ୟାମିଲି କଥା ତମେ ଜାଣିନ। 1000 ଟେନସନ, ତମେ ଟେନସନ ବୁଝିପାରିବ ନାହିଁ। ପୁରା ମାନେ ଅନେଇଲ ବନବାସ ସାଙ୍ଗର ସମାନ। ବନବାସ ଏଇ ଭାଇ ତମେ ଜାଣିନ ବୋଧେ, ସେ ରାମ ଯୋଉ 14 ବର୍ଷ ବନବାସ ଯାଇଥିଲେ, ସେ ବନବାସ ସାଙ୍ଗରେ ଯିବା ଯାହା ରହିବା ସେଠି ଯାହା ସମାନ, ଏଠି ଏକୁଟିଆ ରହିବା ସେଇ। ଏକୁଟିଆ ଫେରେ ଗୋଟାଏ ଘରେ ରହିବା ସେଇଆ। ଏକୁଟିଆ ତମେ ରହୁଛ, ତମର ଭାଇ ଏଡେ ବଡ ଫ୍ୟାମିଲି, ଏତେ ଲୋକ 20-25 ଜଣ ଫ୍ୟାମିଲି ହେଲେ କଣ ହବ? କାହା ସାଙ୍ଗରେ କାହାର କଥାବାର୍ତ୍ତା ନଥିବ, ଆଉ ଚିନ୍ତା କର। ପାଇଁ କହୁଛି ରାମ ବନରେ ଶାନ୍ତିରେ ଥିଲେ, କିନ୍ତୁ ଏ ଜଏଣ୍ଟ ଫ୍ୟାମିଲିରେ ଏଠି ଜଣେ ରହିବା ବି ଅଶାନ୍ତି। ଇଏ ତାକୁ କଥାବାର୍ତ୍ତା ହେଇ ପାରୁନଥିବ, ସିଏ ତା ସାଙ୍ଗରେ କଥାବାର୍ତ୍ତା ହେଇନଥିବେ, କିନ୍ତୁ ଏକାଠି। ତମେ ଯାହା କହୁଛ ମୁଁ ବୁଝିପାରୁଛି। ଶୁଣ, ତମ ଘରେ ଏଇଟା ସମସ୍ୟା ନୁହେଁ କି ତା ଘରେ ସମସ୍ୟା ନାହିଁ କି ମୋ ଘରେ ସମସ୍ୟା ନୁହେଁ। ଯୋଉ ଭାଇ ମାନେ ଭିଡିଓ ଦଉଛନ୍ତି ତାଙ୍କୁ ବି ପଚାର। ସେମାନେ ବି ଜାଣିଥିବେ ଯଦି ତାଙ୍କର 2ଟା ଭାଇ ଥିବ, ତମର ତ 4-5 ଭାଇ, 2 ଭାଇ ଥିଲେ ବି ଏଇଭଳି ସମ୍ପର୍କ ହଉଛି। ଆରେ 2 ଭାଇ କଣ, ଆଜିକାଲି ସମାଜରେ ଖାଲି ଏକୁଟିଆ ପୁଅ ହେଲେ ବି ସମସ୍ତଙ୍କର ଏଇ ସମସ୍ୟା ଅଛି। ଗୋଟିଏ ଘରେ ସମସ୍ତେ ରହୁଥିବେ, ଇଏ ତା ସହିତ କଥା ନଥିବ, ସିଏ ତା ସହିତ କଥା ନଥିବ, ଇଏ ଆକୁ ମୁହଁ ବୁଲେଇଥିବ, ସିଏ ତାକୁ ମୁହଁ ବୁଲେଇଥିବ। ନାଇଁ, ସମ୍ପର୍କ ଭିତରେ ଯଦି କଥାବାର୍ତ୍ତା ନଥିବ, ଇଏ ଏକୁଟିଆ ରହୁଥିବ ସିଏ ଏକୁଟିଆ ରହୁଥିବ, ସେ ସମ୍ପର୍କ ମାନେ ବନବାସ ଠାରୁ ବି କମ ନୁହେଁ। ସତ କଥା, ସେଇ କଥା ତ ଭାଇ, ମୁଁ ତ ସେଇଥିପାଇଁ କହୁଛି ଯୋଉ ଭାଇ ମାନେ ଭିଡିଓ ଦେଖୁଛନ୍ତି ତାଙ୍କୁ ପଚାର ସିଏ କେତେ ଟେନସନରେ ରହୁଥିବେ। ବହୁତ ଟେନସନ ସେମାନେ କହିବେ ବନବାସ ସାଙ୍ଗରେ ସମାନ। ଯଦି ଏକୁଟିଆ ରହିକି ଗୋଟାଏ ଘରେ ତମେ କଥାବାର୍ତ୍ତା କରୁନଥିବ, ପୁରା ବନବାସ ସାଙ୍ଗରେ ସମାନ। ପଚାର ଭାଇ ମାନେ କହିବେ। ଆପଣ ମାନେ ଯଦି ଆମ ଭିଡିଓରେ ବା ଆମ କଥାରେ ଏକମତ ଅଛନ୍ତି, ଆଉ ଆପଣ ମାନେ ଏଇ ବନବାସ ଭୋଗୁଛନ୍ତି, ତାହେଲେ ନିଶ୍ଚିତ ଭାବରେ କମେଣ୍ଟ ଦେବେ। ଆପଣ ମାନଙ୍କ କମେଣ୍ଟ ଅପେକ୍ଷାରେ ଆମେ ରହିଲୁ। ଆମେ ମାନେ ତ ବନବାସ ଜୀବନ ଜିଉଛୁ, ଆପଣ ମାନେ ଯଦି ଜିଉଛନ୍ତି ତାହେଲେ ଆମ ସହିତ ସହମତ ହୋଇ କମେଣ୍ଟ ଦିଅନ୍ତୁ। ରହିଲୁ ଆପଣ ମାନଙ୍କ ଅପେକ୍ଷାରେ।